ଯେମିତି ଏଇଟା ଗୋଟେ ମତେ ବହୁତ ଇନ୍ସପାୟାର ଲାଗିଲା। ମୋ ଭଉଣୀ ଆପଣ ଯେମିତି କହିଲେ ହସ୍ପିଟାଲରେ ଥାଇକି ବି ମିଟିଂଟା ସଞ୍ଚାଳନ କରୁଛନ୍ତି, ଆଉ ସେଇଟା ବାସ୍ତବରେ ଗୋଟେ ଇନ୍ସପାୟାରିଂ। ଆଉ ବିଗତ ଦିନମାନଙ୍କରେ ଅଚାନକ ଏଇ ଜଷ୍ଟ ଏଷ୍ଟର ପୂର୍ବରୁ ମୁଁ କାରରେ ଡ୍ରାଇଭ୍ କରିକି ଯାଉଥିଲି, ଆଉ ଅଚାନକ ସାମ୍ନାରେ ଗୋଟେ ଟ୍ରକଟେ କ୍ରସ୍ କରି ପକେଇଲା। ଆଉ ପ୍ରାୟ ମୁଁ ଗାଡ଼ିଟା ପ୍ରାୟ 120ରୁ 130 ସ୍ପିଡରେ ଥିଲା, କିନ୍ତୁ ସାଙ୍ଗେ ସାଙ୍ଗ ମୁଁ ପ୍ରଭୁଙ୍କୁ ନିଜକୁ ସମର୍ପଣ କଲି। ଆଉ କେମିତି ହିସାବରେ ମୁଁ ଗିୟର ପଡିଲା, କୋଉଠି ପଡିଲା, କେମିତି ହେଲା ମୁଁ ଦେଖିଲି। ଜଷ୍ଟ ଟ୍ରକଟାକୁ 1 ଇଞ୍ଚ ବା 2 ଇଞ୍ଚ ଛାଡିକିରି ମୁଁ ଗାଡି ମୋର ସେଠି ଠିଆ ହେଇଗଲା। ଟ୍ରକଟା ବି ସେତିକି ଭିତରେ ପାସ୍ କରିଗଲା, ଏବଂ ମୁଁ ଭାବୁଛି 2 ଇଞ୍ଚରୁ ବେଶୀ ନଥିବ। ତ ମୁଁ ପ୍ରଭୁଙ୍କ ଧନ୍ୟବାଦ ଦେଲି। ଏବଂ ସବୁଠୁ ବିଶେଷ କଥା କି ଅନେକ ସମୟରେ ପ୍ରଭୁ ଏମିତି ପରୀକ୍ଷା ବା ଏକ୍ସାମିନେସନ ନିଅନ୍ତି ଟୁ ସି କି ଆମକୁ ଦେଖିବା ପାଇଁ କି ୱେର୍ ଆଇ ଆମ୍। ଆଉ ସେଇ ସମୟରେ ଏମିତି ଅନେକ ପରୀକ୍ଷା ଦ୍ୱାରା ଯିବା ଦ୍ୱାରା ପ୍ରଭୁଙ୍କ ନିକଟରେ ଆହୁରି ମୁଁ ସମର୍ପିତ ହେଲି। ଏବଂ ମୁଁ ୱରିଡ୍ ହେଲିନି, କିନ୍ତୁ ମୁଁ ଚିନ୍ତା କଲି କି ହାଉ ଗଡ୍ କୁଡ୍ ଏବଲ୍ ଟୁ ରେସ୍କ୍ୟୁ। ତ ସେଇଠୁ ସାଙ୍ଗେ ସାଙ୍ଗେ ପ୍ରଭୁ ମତେ ସେଇଠୁ ରେସ୍କ୍ୟୁ କଲେ। ଆଉ ମୁଁ ଇମିଡିଏଟ ଟିକେ ଆଗକୁ ଯାଇକିରି ସେଇଠି ମୁଁ ଇମିଡିଏଟ ଗାଡିରୁ ଓହ୍ଲେଇକିରି ଆଇ କୁଡ୍ ଏବଲ୍ ଟୁ ପ୍ରେ। ମୁଁ ପ୍ରାର୍ଥନା ଏଇଟା କଲି କି ଧନ୍ୟବାଦ ଦେଲି। we are not worried about our life. ଆମମାନେ ନିଜ କାମରେ ଆମେ ବ୍ୟସ୍ତ, ଏବଂ ସେଇ ଭିତରେ ମଧ୍ୟ ଆମେ ପ୍ରଭୁଙ୍କ କାମକୁ ପ୍ରାଧାନ୍ୟତା ଦେଇଛୁ। ଆଉ ଦିନେ ତ ନିଶ୍ଚୟ ଯିବାର ଅଛି, ଏବଂ ସେଥିଲାଗି we are ever ready to go। କିନ୍ତୁ ସେଇ ଭିତରେ ଅନେକ ସମୟରେ ପ୍ରଭୁ ଆମମାନଙ୍କୁ ଦେଖାନ୍ତି କି ଟିକେ କୋଉଠି ପ୍ଲସ୍ ମାଇନସ୍ ଯେମିତି ହେଇଯାଏ। ଯେମିତି ଅବ୍ରାହମଙ୍କ ଜୀବନରେ ପ୍ରଭୁ କହିଲେ କି you need to sacrifice your child। ସେମିତି ବେଳେ ବେଳେ ଐଶ୍ୱର୍ଯ୍ୟ କାର୍ଯ୍ୟରେ ଯେତେବେଳେ ଆମେ ପୁରା ପ୍ରାଧାନ୍ୟତାରୁ ଟିକେ ବିରତ ହେଇଥାଉ, ସେଇ ସମୟରେ ପ୍ରଭୁ ଆମମାନଙ୍କୁ ପ୍ରହାର କରନ୍ତି ବା ଏକ୍ସାମିନେସନ ଭିତରେ ନିଅନ୍ତି। ଏବଂ ଯେମିତି ଗୀତରଚକ ଦାଉଦ କହନ୍ତି, ତୁମର ପାଞ୍ଚଣ ଏବଂ ବାଡ଼ି ମତେ ସାନ୍ତ୍ୱନା ଦିଅନ୍ତି। ତ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦିଏ କି ନ୍ୟୁ ଇୟର୍ସରେ ଏପରି ଏକ ପରିସ୍ଥିତିରେ ପ୍ରଭୁ ଶିକ୍ଷା ଦେଲେ। ସେ ରେସ୍କ୍ୟୁ କଲେ, ଦ୍ୟାଟ୍ ଇଜ ନଟ୍ ଇମ୍ପୋର୍ଟାଣ୍ଟ, କିନ୍ତୁ ସେ ଶିକ୍ଷା ଦେଲେ ହାଉ ଟୁ ରିଡେଡିକେଟ୍। ଯଦି 1%, 2% କି 5% ବି କୁଆଡେ ଲେଖୁ ନା ରହେ, ସେଇ ସମୟରେ ବାପା ମା ଯେମିତି ପରିବାରକୁ ବା ପୁଅ ଝିଅକୁ ଶାସନ କରନ୍ତି, ଐଶ୍ୱର୍ଯ୍ୟ ପାଞ୍ଚଣ ବାଡି ମଧ୍ୟ ଆମମାନଙ୍କୁ ଅନେକ ସମୟରେ ଟିକେ ଆଲର୍ଟ କରିଦିଏ କି you need to turn right or left or this thing that thing, ଯୋଉଟା କି ଆମେ ବେଳେ ବେଳେ ଓଭର କନଫିଡେଣ୍ଟ ହେଇକି ଭାବିଥାଉ ଏଇଟା ଆମେ ଠିକ କରୁଛୁ। ତ ଯାହା ବି ହଉ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦିଏ ଏଇ ସୁନ୍ଦର ସାକ୍ଷ୍ୟ ପାଇଁ। କି ଏ ସାକ୍ଷ୍ୟର ଅର୍ଥ ଇଏ ନୁହେଁ କି ମତେ ପ୍ରଭୁ ରକ୍ଷା କଲେ, କିନ୍ତୁ ଏ ସାକ୍ଷ୍ୟର ଅର୍ଥ ଏଇଆ କି ପ୍ରଭୁ he could able to guide me to correct yourself, see the mirror, ଦର୍ପଣକୁ ଦେଖିକି you find out and you correct yourself. So thank you Bino bhai for giving me a privilege to give the testimony. Thank you so much. Thank you टुकु भाई। आपणकर जो नेतृत्व, आपणको जो दूरदर्शन, आपणको जो दिग्दर्शन प्रभु देइचंती, इट इज वेरी यूनिक। आपण अति सरल लोक, हम्बल लोक, किंतु जो ड्रीम आपण देखिथिले जीवन रे प्रभु ताको पूर्ण करचंती। आमानक मध्यरे जो माने नुआ भाबरे जॉइन करचंती, हुए तो समाने जानि नथिबे। मो तांको स्नेहरे टुकु भाई डाके। आ तांको नाम होची डॉक्टर विजय पटनायक। आ से होचंती डानियल पब्लिक स्कूल रो प्रतिष्ठाता। भाई केतेटा स्कूल वर्तमान अछि? 33 आपण निजे सुनिले। आ ओडिशा बाहर मध्य अछि, किंतु से लोक को देखंतु केते नम्र लोक, बहुत भद्र, बहुत नम्र,
आ प्रभु तांको सेई एते बड़ स्कूल रो परिचालना भार देइचंती ता संगे संगे आपण माने जानि थे बाइबल सोसाइटी ऑफ इंडिया रो से गोटे डायरेक्टर आल्सो भाइस प्रेसिडेंट वाइस प्रेसिडेंट अछंती एएसआई इंडिया हाँ आउ अन्य बहुत गुड़ाक प्रभुंकर लोक मानकर सहित से मिसिक भिन्न भिन्न अनुष्ठान रे से योगदान करती एबे मध्य फॉरेन ट्रिप करके से आछंती आउ तांकर जीवनटा अति सुंदर पिला माने मध्य वाक्य दउचंती सेहितर आपण जानि परिबे से परिवार को केमती भाबरे गठन करचंती प्रभु तांको आशीर्वाद करंतु एते विराट स्कूल सबुर परिचालना दायित्व जे से सुंदर भाबरे करि परचंती आ जो माने सब कार्य करचंती एते लोक को एते कर्मचारी एते समस्त को प्रभु आशीर्वाद करंतु दया करंतु और सेतिके प्रार्थना आ आपण माने जे सुनिले वाक्य एथिबे का मो समस्त को धन्यवाद दउछु विशेष आमाने खुशी वाटा ठीक न होई पारे बट वी आर आमाने समस्त गर्वित हमर मधुस्मिता भोनी पाई जो अवस्था थिले सुस्थता दियंतु आ से लिगामेंट पुणी जोड़ी हो आ सुंदर सुस्थ सबल शरीर रे से विशाखापट्टनम रु पुणी फेरी आसीबे एटा माने प्रार्थना करछो थैंक यू वेरी मच गॉड ब्लेस यू आमेन थैंक यू प्रेज द लॉर्ड Praise the